फाइनाली ମୁଁ ଦେଖିଥିଲି ଇଭିଲ୍ ଡେଡ୍ ବର୍ନ ମୁଭି ଥିଏଟରରେ ଫୁଲ୍ ପ୍ୟାକ୍ଡ ଥିଏଟର। ତ କେମିତି ଲାଗିଲା ମୁଭି ଆସନ୍ତୁ କଥାବାର୍ତ୍ତା ହେବା। ପୁରା ବେସିକ୍ ଷ୍ଟୋରି ଏହା ହେଉଛି ଗୋଟେ ବୟଫ୍ରେଣ୍ଡ ଆଉ ଗାର୍ଲଫ୍ରେଣ୍ଡ ଥାନ୍ତି, ଠିକ୍ ଅଛି। ଗୋଟେ ରାତିରେ ବୟଫ୍ରେଣ୍ଡର ଆକ୍ସିଡେଣ୍ଟ ହେଇକି ସେ ତାର ଡେଥ୍ ହେଇଯାଏ, ଠିକ୍ ଅଛି। ତାପରେ ତାର ଯେଉଁଥିରେ କାର୍ଯ୍ୟକ୍ରମ ଯେଉଁ ଥାଏ ସେଇଟା ସବୁ ସାରିଲା ପରେ ତାର ଗାର୍ଲଫ୍ରେଣ୍ଡ ତା ମାନେ ବୟଫ୍ରେଣ୍ଡର ତା ଘରେ ଯେତିକି ସବୁ ଲୋକ ଅଛନ୍ତି ତାଙ୍କ ସହିତ ଦେଖା କରିବା ପାଇଁ ସେ ଆସେ, ଠିକ୍ ଅଛି। ତାଙ୍କ ସହିତ ହିଁ ଆସେ କହିବାକୁ ଗଲେ। ଆଉ ତାପରେ କ'ଣ କ'ଣ ହୁଏ ମୁଭିରେ ଆପଣଙ୍କୁ ଦେଖିବାର ଅଛି। ଆଉ ଯଦି ଆପଣ ଜାଣିଥିବେ ଇଭିଲ୍ ଡେଡ୍ ମୁଭିକୁ ଫଲୋ କରୁଥିବେ ତାହେଲେ ଇଭିଲ୍ ଡେଡ୍ ମାନେ ଯେତିକି ସବୁ ମୁଭି ସିରିଜ୍ ଅଛି ତାର ସବୁ ତାର ଗୋଟେ ବହି ଥାଏ, ଠିକ୍ ଅଛି। ଗୋଟେ ବହିରେ ସେଥିରେ ମାନେ ଡିଫରେଣ୍ଟ ମନ୍ତ୍ର ଟାଇପ୍ର ଥାଏ। ସେ ମନ୍ତ୍ର ଯଦି ଆପଣ ଗୋଟେ ଦୁଇଟା ବି ପଢ଼ିବା ଷ୍ଟାର୍ଟ କରିଛ ତାହେଲେ ଆପଣଙ୍କୁ ଭୂତ ପଜେସ୍ କରିବା ଷ୍ଟାର୍ଟ କରିଦେବ, ଠିକ୍ ଅଛି। ଆଉ ତାପରେ ଯେଉଁ ଆମର ଯେ ପୁଅଟା ଯେ ମରିଗଲା, ଠିକ୍ ଅଛି, ତାଙ୍କ ଘରେ ତା ବାପା ମା ତାର ଭାଇ ଗୋଟେ, ତା ଭାଇର ଗାର୍ଲଫ୍ରେଣ୍ଡ ଗୋଟେ, ଆଉ ତାର ଜଣେ ଗ୍ରାଣ୍ଡ ମଦର ଥାନ୍ତି, ଠିକ୍ ଅଛି। ତାପରେ ତାଙ୍କ ଫ୍ୟାମିଲି ଡିନର ଟେବୁଲ୍ ପାଖରୁ ଷ୍ଟାର୍ଟ ହେବ କହିବାକୁ ଗଲେ। ତାପରେ ଜଣେ ଜଣେ ମାନେ ଯେଉଁ ପଜେସ୍ ହେବା ଷ୍ଟାର୍ଟ ହେଇଯାଏ। ତାପରେ କ'ଣ କ'ଣ ହୁଏ ଆପଣଙ୍କୁ ମୁଭି ସାରା ଦେଖିବାର ଅଛି, ଠିକ୍ ଅଛି। ତ କେମିତି ଲାଗିଲା ମୁଭି ଆସନ୍ତୁ କଥାବାର୍ତ୍ତା ହେବା। ଅନେଷ୍ଟଲି କହିବାକୁ ଗଲେ ବାକି ଯେତିକି ସବୁ ମାନେ ଇଭିଲ୍ ଡେଡ୍ ମୁଭିଜ୍ ଅଛି ସେଗୁଡ଼ା ସବୁ ମୁଁ ମାନେ ମୋବାଇଲରେ ଦେଖିଥିବି ୟା ଲାପଟପ୍ରେ ଦେଖିଥିବି, ଠିକ୍ ଅଛି। ମାନେ ଏଇଟା ହେଉଛି ଇଭିଲ୍ ଡେଡ୍ ସିରିଜ୍ର ମୋର ଫାଷ୍ଟ ମୁଭି ଯେଉଁଟା ମୁଁ ଥିଏଟର ଦେଖିଲି, ଆଉ ଫୁଲ୍ ପ୍ୟାକ୍ଡ ଥିଏଟର ଦେଖିଲି। ମୋତେ ଆଶା ବି ନଥିଲା ଯେ ଫୁଲ୍ ପ୍ୟାକ୍ଡ ଥିଏଟର ହେବ, ଠିକ୍ ଅଛି। ଆଉ କେମିତି ଲାଗିଲା ମୁଭି ଭାଇ ମଜା ଆସିଗଲା, ଭାଇ ପୁରା ମଜା ଆସିଗଲା, ଠିକ୍ ଅଛି। କହିବାକୁ ଗଲେ ଇଭିଲ୍ ଡେଡ୍ ମୁଭି ଆଉ ହରର ମୁଭି ହେଇକି ନାହିଁ। ଇଭିଲ୍ ଡେଡ୍ ମୁଭି ଆଜିକାଲି ସ୍ଲାସର ମୁଭି ହେଇଯାଇଛି, ଠିକ୍ ଅଛି। ହରର ମୁଭି ତ ମୋତେ ସେତେ କିଛି ମାନେ ଲାଗିଲାନି ଯେ ମୁଭିରେ ହରର ଅଛି ବୋଲି। ମୁଭିରେ ଜମ୍ପସ୍କେୟାର ଅଛି, ହାଲକା ଫୁଲକା ଜମ୍ପସ୍କେୟାର ଅଛି, ଆଉ ବ୍ରୁଟାଲିଟି ମାନେ ଅଲଗା ପ୍ରକାର, ଠିକ୍ ଅଛି। ମାନେ ହଣାକଟା ପୁରା ସ୍ଲାସର ମୁଭି ଯେମିତି ଥାଏ ସେମିତି, ଠିକ୍ ଅଛି। ତ ଦେଖି ଭାଇ ମଜା ଆସିଲା। ମୁଁ ଜବରଦସ୍ତି କିଛି କମ୍ପ୍ଲେନ୍ କରିବିନି ଯେ ମୋତେ ଏଇଟା ଭଲ ଲାଗିଲାନି ବୋଲି। ମୋତେ ଭାଇ ମଜା ଆସିଲା। ମୁଭି ପଇସା ଅସୁଲ କହିବାକୁ ଗଲେ, ଠିକ୍ ଅଛି। ତ ଯାଆନ୍ତୁ ଭାଇ ଦେଖ, ଥିଏଟର ଦେଖ ଭାଇ, ମଜା ଆସିବ ଗ୍ୟାରେଣ୍ଟି ଦେଇ କହୁଛି, ଠିକ୍ ଅଛି। ଆଉ ଯଦି ଭାଇ ଆପଣ ହଣାକଟା ଆପଣଙ୍କୁ ପସନ୍ଦ ନୁହଁ ତାହେଲେ ଭାଇ ମୁଭି ଦେଖତେ ଯାଉନି। ଏଇଟା କେବଳ ହରର ମୁଭି ନୁହେଁ ଯେମିତି କଞ୍ଜୁରିଂ ମୁଭି ସେମିତି ନୁହଁ। ଏଟାରେ ପୁରା ପ୍ରପର ହଣାକଟା ଆପଣଙ୍କୁ ଭାଇ ବଡି କା କଟନା ପିଟନା ବାଲା ଯେଉଁ କହନ୍ତି ପୁରା ସେମିତି ଦେଖିବାକୁ ମିଳିବ, ଠିକ୍ ଅଛି। ତ ଦେଖିକି ଭାଇ ଯାଆନ୍ତୁ ନିଜ ରିସ୍କରେ। ଆଉ ଛୋଟ ପିଲାଙ୍କୁ ତ ବିଲକୁଲ ନେଇ ଯାଆନ୍ତୁନି, ଏଇଟା ଏଠି ଆଡଲ୍ଟ ମୁଭି। ସିଙ୍ଗଲ ସ୍କ୍ରିନ୍ରେ ଟିକେ ଅସୁବିଧା ହେଇଥାଏ ଯେ ଲୋକମାନେ ଛୁଆ ପିଲାଙ୍କୁ ଧରିକି ପଳେଇ ଆସିଥାନ୍ତି। ଭାଇ ଦେଖା ହଉନି ଭାଇ, ବହୁତ ଜିନିଷ ଅଛି ତା ଭିତରେ ଭାଇ, କ'ଣ କହିବି ଛାଡ଼।